ହ୍ୟାଲୋ ସାଙ୍ଗମାନେ, ଗୁଡ୍ ମର୍ଣ୍ଣିଂ। ଆଜିର ଗୋଟେ ନୂଆ ସକାଳକୁ ସମସ୍ତଙ୍କୁ ପୁଣି ଥରେ ୱେଲକମ୍। ତ ମୁଁ ଆଜି ଆସିଯାଇଛି ଗୋଟେ ନୂଆ ଭିଡ଼ିଓ ନେଇକିରି। ଆପଣମାନେ ସମସ୍ତେ କେମିତି ଅଛନ୍ତି ନିଶ୍ଚୟ ଜଣାଇବେ। ତ ଆଜି ମୁଁ ଆସିଛି ଗୋଟେ ନନଭେଜ୍ ଭିଡ଼ିଓ ନେଇକିରି। ଯେହେତୁ ନନଭେଜ୍ ବନେଇଛି ତ ହଜବେଣ୍ଡଙ୍କର ତ ସାହାଯ୍ୟ ନିଶ୍ଚୟ ଦରକାର ପଡ଼ିବ। ତ ଚାଲନ୍ତୁ ମିଶିକି ଷ୍ଟାର୍ଟ କରିବା। ତ ସାଙ୍ଗମାନେ, ଇଏ ହେଉଛନ୍ତି ଅଫକୋର୍ସ ମୋର ହଜବେଣ୍ଡ, ମୋର ଲାଇଫ୍ ଲାଇନ୍। ତ ଆଜିର ସବୁ କ୍ରେଡ଼ିଟ୍ ୟାଙ୍କୁ ହିଁ ଯାଉଛି। ତ ଚାଲନ୍ତୁ ଆମର ପ୍ରୋସେସିଂ ଷ୍ଟାର୍ଟ କରିବା। ପ୍ରୋସେସିଂ ଷ୍ଟାର୍ଟିଂରେ ଆମେ ଚିକେନଟାକୁ ଭଲସେ ଲେମ୍ବୁ ଟିକେ ଲୁଣ ଟିକେ ପକେଇକି 2ରୁ 3 ଥର ଭଲସେ ଧୋଇଦେବା। ତାପରେ ତାକୁ ଗୋଟେ ଢକ୍କନ ଦେଇକିରି ତାର ପାଣି ସବୁ ଡିସଚାର୍ଜ ହେବା ପାଇଁ ଛାଡ଼ିଦେବା। ତାପରେ ଆମେ ଗୋଟେ ସସ୍ ବନେଇବା, ଚିଲି ସସ୍, ଦହି ଆଉ ଲୁଣ ପକେଇକି ତାକୁ ଭଲସେ ମିକ୍ସ କରିଦେବା। ତାପରେ ତାକୁ ଥୋଇଦେବା। ତାପରେ ସେତିକି ଭିତରେ ଆମର ଚିକେନର ସବୁ ଏକ୍ସଟ୍ରା ପାଣି ବାହାରି ଯାଇଥିବ। ସେଥିରେ ଆମର ମେନ୍ କାମ ହେଲା ମ୍ୟାରିନେଟ୍ କରିବା ଚିକେନଟାକୁ। ତ ଚିକେନ ମ୍ୟାରିନେଟ୍ କରିବା ପାଇଁ ଆମର ଏଗ୍ର ହ୍ୱାଇଟ୍ ପାର୍ଟଟା ଆଉ ସୋରିଷ ତେଲ ଟିକେ ଆଉ ଅଦା ରସୁଣ ପେଷ୍ଟ, ଲଙ୍କାଗୁଣ୍ଡ, ମସଲା ଗୁଣ୍ଡ ଆଉ ଲୁଣ ଆପଣଙ୍କର ଟେଷ୍ଟ ଅନୁସାରେ ପକେଇଦେବେ। ଆଉ ଦହି ଟିକେ ପକେଇକି ତାକୁ ଭଲସେ ମିକ୍ସ କରିଦେବେ। ତାପରେ ଆରାରୁଟ ପାଉଡ଼ର ଟିକେ ପକେଇକି ତାକୁ 1.5 ଘଣ୍ଟା ପାଖାପାଖି ଛାଡ଼ିଦେବେ, ତାକି ଚିକେନରେ ସିଏ ଭଲସେ କୋଟ୍ ହେଇଯିବ। ତାପରେ ଆପଣ ଯେତେବେଳେ ଛାଣିବେ ତାକୁ ଓନ୍ଲି ଏଥିରେ ଆରାରୁଟ ପାଉଡ଼ର ଟିକେ ଡଷ୍ଟିଂ କରିବେ ଆଉ ସାଙ୍ଗେ ସାଙ୍ଗେ ଛାଣିବେ। ବିଲକୁଲ ହିଁ ହୋଟେଲର ଭଳି ଲାଗୁଛି। ଆପଣମାନେ ଭିଡ଼ିଓଟି ପୁରାପୁରି ଦେଖନ୍ତୁ, ଭଲସେ ଦେଖିଲେ ଜାଣିପାରିବେ ନିଶ୍ଚୟ। ଆଉ ବନାନ୍ତୁ ଆଉ ମୋତେ କମେଣ୍ଟରେ ନିଶ୍ଚୟ ଲେଖିକି ଜଣାଇବେ କେମିତି ଲାଗିଲା। ତ ସାଙ୍ଗମାନେ, ଏଥିରେ କସ୍ତୁରୀ ମେଥିଟା ବିଲକୁଲ ହିଁ ଅପସନାଲ୍ ଅଛି। ଆପଣଙ୍କ ପସନ୍ଦ ଅନୁସାରେ ପକେଇବେ, ନହେଲେ ସ୍କିପ୍ ବି କରିପାରିବେ।
ବନେଇବେ ତ ପ୍ରୋସେସିଂଟା ନିଶ୍ଚୟ ଜାଣିଯାଇଥିବେ। ଆପଣମାନେ ତ ନିଶ୍ଚୟ ବନାଉଥିବେ। ଯଦି ବି ନ ବନାଉଛନ୍ତି ଏହି ପ୍ରୋସେସଟା ନିଶ୍ଚୟ କରନ୍ତୁ। ପୁରାପୁରି ହୋଟେଲ ଭଳି ଲାଗୁଛି। ତ ଏଥିରେ ମୁଁ 1 ଚାମଚ ବେସନ ପକେଇଥିଲି, ଆପଣମାନଙ୍କୁ କହିବା ପାଇଁ ଭୁଲି ଯାଇଥିଲି। ତ ଆପଣମାନେ ଭାବୁଥିବେ ହଜବେଣ୍ଡ କାହିଁ କରୁଛନ୍ତି, କାହିଁକିନା ସେ ବହୁତ ଭଲ ରାନ୍ଧନ୍ତି। ତ ସେଥିପାଇଁ ନନଭେଜ୍ ଯେବେ ବି ରନ୍ଧା ହୁଏ ମୁଁ ତାଙ୍କୁ ନିଶ୍ଚୟ ପଚାରେ, ସେଥିପାଇଁ ହିଁ ସେ କରନ୍ତି। ଆଉ ତାଙ୍କୁ ରାନ୍ଧିବାଟା ବହୁତ ପସନ୍ଦ, ସେଥିପାଇଁ ସେ ଆମ ବନେଇଛନ୍ତି। ବାପା ବହୁତ ବଢିଆ ରାନ୍ଧୁଛନ୍ତି। ଆମ ବାପା ଗୋଟେ chef ଭଳିଆ। ତ ଆପଣମାନେ ନିଶ୍ଚୟ ଦେଖନ୍ତୁ ଆଉ ବନାନ୍ତୁ। ଆଉ ମୋ ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗୁଛି ତାହେଲେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି।